କ'ଣ ତତ୍ତ୍ୱ ରହିଛି ଯାହାଦ୍ୱାରା କି ହିଁ ଶିବଙ୍କର କଣ୍ଠ ନୀଳ ପଡ଼ିଯାଇଥିଲା। ଯେତେବେଳେ ସତ୍ୟ ଯୁଗରେ ସ୍ୱୟଂ ନାରାୟଣ କୁର୍ମ ଅବତାର ରୂପ ଧାରଣ କରିଥିଲେ, ସେତେବେଳେ କ୍ଷୀର ସମୁଦ୍ରକୁ ମନ୍ଥନ କରିଥିଲେ। ଆପଣ ଜାଣିଛନ୍ତି, ଯେତେବେଳେ ସମୁଦ୍ର ମନ୍ଥନ ହେଲା, ସେତେବେଳେ କୁର୍ମ ଅବତାରରେ ନାରାୟଣ ତାଙ୍କ ନିଜ ପିଠିରେ ହିଁ ମନ୍ତ୍ରାଚଳ ପର୍ବତକୁ ରଖି ମନ୍ଥନ କରିଥିଲେ। କ'ଣ ମନ୍ଥନ କରିଥିଲେ? ନା କ୍ଷୀର ସମୁଦ୍ରକୁ ମନ୍ଥନ କରିଥିଲେ। କିପରି ମନ୍ଥନ କରିଥିଲେ? ନା ବାସୁକି ନାଗ ଗୋଡ଼େଇ ହୋଇଥିଲା ମନ୍ଦ୍ରାଚଳ ପର୍ବତକୁ ଏବଂ କୁର୍ମ ଅବତାରରେ ସ୍ୱୟଂ ନାରାୟଣ ନିଜେ ହିଁ ମନ୍ଦ୍ରାଚଳ ପର୍ବତକୁ ପିଠିରେ ରଖିଥିଲେ, ମନ୍ଥନ କରିଥିଲେ। ବାସୁକି ନାଗ ଯେଉଁ ଗୋଡ଼େଇ ହେଇଥିଲା, ସେଇ ବାସୁକି ନାଗର ମୁହଁକୁ ବା ମୁଖକୁ ହିଁ ସବୁ ଅସୁରମାନେ ଧରିଥିଲେ ଏବଂ ତାଙ୍କର ଲାଞ୍ଜକୁ ହିଁ ଦେବତାମାନେ ଧରିଥିଲେ। ଯେତେବେଳେ ସମୁଦ୍ର ମନ୍ଥନ ହେଲା, ସେତେବେଳେ ବିଷ ବାହାରିଥିଲା। କି ସେ ବିଷର ନାଁ କ'ଣ? ନା କାଳକୂଟ ବିଷ। ଏତେ ଭୟଙ୍କର ସେ ବିଷ ଯେ କି ହିଁ ଯେତେବେଳେ ସମୁଦ୍ର ମନ୍ଥନ ହେଲା, କ୍ଷୀର ସମୁଦ୍ର, ସେତେବେଳେ ଏଭଳି ଭାବରେ ଭୟଙ୍କର ବିଷ ବାହାରିଲା ଯେ ଯେଉଁ ବିଷରେ ହିଁ ସମସ୍ତେ ଭୟଭୀତ ହୋଇଯାଇଥିଲେ। ଦେବତା ମଧ୍ୟ ଭୟଭୀତ ହୋଇଥିଲେ, ଅସୁରମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଠିକ୍ ସେହି ସମୟରେ କୌଣସି ଉପାୟ ନ ପାଇ ଦେବତାମାନେ କ'ଣ କରିଥିଲେ ଏବଂ ଅସୁରମାନେ କ'ଣ କରିଥିଲେ? ସ୍ୱୟଂ ଶିବକୁ ହିଁ ଆହ୍ୱାନ କରିଥିଲେ, ପ୍ରାର୍ଥନା କରିଥିଲେ ଯେ ରକ୍ଷା କର ବୋଲି କହିଥିଲେ। ସେହି ସମୟରେ ହିଁ ସ୍ୱୟଂ ଶିବ ଆସି ଆବିର୍ଭାବ ହୋଇଥିଲେ ଏବଂ ନିଜେ ହିଁ ଯେଉଁ କାଳକୂଟ ବିଷକୁ ହିଁ ସେବନ କରିଥିଲେ। ଯଦି ସେ ବିଷକୁ ସେ ସେବନ ନ କରିଥାନ୍ତେ, ତାହେଲେ ହିଁ ଆଉ ଏ ଜଗତ ରହିନଥାନ୍ତା। ଠିକ୍ ସେହି ସମୟରେ ଯେତେବେଳେ ଧାରଣ କରିବା ସମୟରେ ଏତେ ଉତ୍କଟ ସେ ବିଷ ଥିଲା ଯେ ତାଙ୍କର ଯେତେବେଳେ ଶରୀର ଭିତରକୁ ଯାଉଥିଲା, ସେତେବେଳେ ମାତା ପାର୍ବତୀ ଆସି ପହଞ୍ଚି କ'ଣ କରିଥିଲେ? ନା ଶିବଙ୍କର କଣ୍ଠରେ ହିଁ ହାତ ଦେଇଥିଲେ, ଯେଉଁଟାକି ହିଁ ସେଇ ମାତା ପାର୍ବତୀଙ୍କ ଶକ୍ତି ଦ୍ୱାରା ହିଁ ଶିବ ସେଙ୍କର ଯେଉଁ ବିଷଟି, ଯେଉଁ କାଳକୂଟ ବିଷଟି ସେଇ କଣ୍ଠରେ ରହିଯାଇଥିଲା, ଶିବଙ୍କର କଣ୍ଠରେ, ଆଉ ତଳକୁ ଯାଇ ନଥିଲା। କାରଣ ତେଣୁ ଯେହେତୁ ମାତା ପାର୍ବତୀଙ୍କ ଶକ୍ତି ଦ୍ୱାରା ହିଁ କଣ୍ଠରେ ଶିବଙ୍କର ବିଷ ରହିଗଲା, ସେଥିପାଇଁ ହିଁ ତାଙ୍କର କଣ୍ଠ ନୀଳ ପଡ଼ିଗଲା। ସେଥିପାଇଁ ତାଙ୍କୁ କୁହାଯାଏ କ'ଣ? ନା ନୀଳକଣ୍ଠେଶ୍ୱର।